ଜଗନ୍ନାଥ କାହାର ନୁହଁ, ଜଗନ୍ନାଥ ସମସ୍ତଙ୍କର, ନା ବେଙ୍ଗଲୀ ନା ଓଡ଼ିଆ। ବଟ୍ ବେସିକାଲି ସେଇ ପୁରୀରେ ଜଗନ୍ନାଥ ମନ୍ଦିର ଅଛି, ବଟ୍ ଜଗନ୍ନାଥ ସମସ୍ତଙ୍କର। ଏଇ କ୍ୱେଶ୍ଚନଟା ମ୍ୟାଡ଼ାମ୍ ଆପଣଙ୍କୁ ସ୍ୱାଗତ। ଗୋଟେ ସୁନ୍ଦର ସିନେମା ହେଉଛି ଲଙ୍କାଗଡ଼। ଲଙ୍କାଗଡ଼ ସିନେମାଟି କାହାକୁ ନେଇ ଗତିଶୀଳ ହୋଇଛି, ଆଉ ଆପଣଙ୍କ ପରିଚୟ ଦେଇ ଏ ସିନେମାର ମୁଖ୍ୟ ନାୟିକା ଯେହେତୁ ଆପଣ ଅଛନ୍ତି, ପରିଚୟ ଦେଇ ଟିକେ ସିନେମା ବିଷୟରେ ମୋତେ କୁହନ୍ତୁ। ଟ୍ରେଲର ତ ଦେଖିଲେ ଆପଣମାନେ, କ'ଣ କହିବି ଆଉ। ମାନେ ଆପଣ ଏତେ ମୁଖ୍ୟ ନାୟିକା ଅଛନ୍ତି, ହଁ, ଟିକେ ପରିଚୟ ଦିଅନ୍ତୁ ନିଜର। ଦୀପାଶା ୱେଷ୍ଟ ବେଙ୍ଗଲରୁ, ବଟ୍ 5 years କଣ୍ଟିନ୍ୟୁ ଷ୍ଟିଲ୍ ଭୁବନେଶ୍ୱରରେ ହିଁ ରହୁଛି। ଆଚ୍ଛା, ଆପଣଙ୍କ ୱେଷ୍ଟ ବେଙ୍ଗଲରେ ଜଣେ ଅଭିନେତ୍ରୀ ଥିଲେ ରଚନା ବାନାର୍ଜୀ, ପରବର୍ତ୍ତୀ ମୁହୂର୍ତ୍ତରେ ଝିଲିକ ଭଟ୍ଟାଚାର୍ଯ୍ୟ ଆସିଲେ, ରିୟା ଦେଓ, ବହୁତ ସାରା ଝିଲିକ ମାନେ ଅଭିନେତ୍ରୀ ଅଛନ୍ତି ବଙ୍ଗାଳୀରେ। ତ ଆପଣ କାହାକୁ ଦେଖି ମୋଟିଭେଟ୍ ପାଇଲେ ହଁ ମୁଁ ବି ଗୋଟେ ଅଭିନେତ୍ରୀ ହେବି? କାହାକୁ ଦେଖିକି ମୋଟିଭେଟ୍ ପାଇଲେ ଏମିତି ନୁହଁ। ଆକ୍ଚୁଆଲି ଯେହେତୁ ରଚନା ମ୍ୟାମ୍ ଆଣ୍ଡ ଝିଲିକ ମ୍ୟାମ୍ ଦୁଇ ଜଣ ବେଙ୍ଗଲୀ, ତ ଫାର୍ଷ୍ଟ ମୁଁ ଆକ୍ଚୁଆଲି ଜାଣିନଥିଲି। ତ ଏଇଠି ଆସିଲା ପରେ ରଚନା ମ୍ୟାମ୍ ତ ହ୍ୟୁଜ୍, ମାନେ ଯେତିକି ଓଡ଼ିଆ ଅଛନ୍ତି ସମସ୍ତଙ୍କ ମନରେ ରଚନା ମ୍ୟାମ୍ ଅଛନ୍ତି। ତାଙ୍କର ଜାଗାଟା ହିଁ ଅଲଗା। ତାଙ୍କ ଜାଗା ମୁଁ କେମିତି ନେବି, ମୁଁ କେବେ ବି ନେଇପାରିବିନି, କାହିଁକିନା ରଚନା ମ୍ୟାମ୍ ଗୋଟେ ଅଲଗା ଇଏରେ ହିଁ ଅଛନ୍ତି। ଆଉ ଝିଲିକ ମ୍ୟାମ୍ କଥା ଯଦି କହିବି, ତ ଝିଲିକ ମ୍ୟାମ୍ ବି ମୋଠୁ ବହୁତ ସିନିୟର ଜଣେ ହିରୋଇନ୍। ଆଣ୍ଡ ହେଉଛି ଭୁବନେଶ୍ୱରରେ ଆସିକି ଝିଲିକ ମ୍ୟାମ୍ ବି ଏବେ ଏମିତି ଗୋଟେ ଷ୍ଟେଜ୍ରେ ଯାଇକି ପହଞ୍ଚିଲାନି। ତ ମୋତେ ବି ସେମିତି ଷ୍ଟେଜ୍ରେ ଯିବାକୁ ଗଲେ ମୋତେ ବହୁତ ଷ୍ଟ୍ରଗଲ୍ କରିବା ଦରକାର, ବହୁତ କଷ୍ଟ ବି ଦରକାର। ମ୍ୟାଡ଼ାମ୍, ରଚନା ବାନାର୍ଜୀ ଯେତେବେଳେ ହିରୋଇନ୍ ଥିଲେ ସେ ଓଡ଼ିଆ କହିପାରୁନଥିଲେ, ତାଙ୍କ ପାଇଁ ରାକ୍ଷୀ ଦାସ ଭଏସ୍ ଦେଉଥିଲେ। ତ ଆପଣ ଓଡ଼ିଆ କହିବା, ଓଡ଼ିଆ ଅବଜର୍ଭ କରିବା କଷ୍ଟ ଥିଲା ନା ସହଜରେ ଶିଖିଗଲେ ଓଡ଼ିଆ? ନାଇଁ, ଓଡ଼ିଆ ତ କଷ୍ଟ ନୁହଁ, ବଟ୍ ହେଉଛି ଯେହେତୁ ଷ୍ଟିଲ୍ 17 years ମୁଁ କାଲକାଟାରେ ରହିକି ବେଙ୍ଗଲୀ କହିଲି। ତାପରେ ଯେତେବେଳେ ମୁଁ ଭୁବନେଶ୍ୱରରେ ଆସିକି ଓଡ଼ିଆ ଶିଖିଲି, ଓଡ଼ିଆ କହୁଛି, ତ ସେତେବେଳେ ଟିକେ ପାଟିରେ ଲାଗିଯାଉଛି, ଏଇଟା ହିଁ, ନହେଲେ କଷ୍ଟ କିଛି ନାହିଁ। ଗୋଟେ ନୂଆ ହିରୋଙ୍କ ସହିତ ଆପଣ ଅଭିନୟ କରିଛନ୍ତି, ଇଚ୍ଛା ନାହିଁ ହ୍ୟାଣ୍ଡସମ୍ ହିରୋ ବାବୁସାନ୍, ଅନୁଭବଙ୍କ ସହିତ ଅଭିନୟ କରିବା ପାଇଁ? ବାବୁସାନ୍ ସାର୍ ଆଣ୍ଡ ଅନୁଭବ ସାର୍ର ଷ୍ଟେଜ୍ଟା ଏମିତି ଗୋଟେ ଜାଗାରେ ଅଛି କି ମୁଁ ଯଦି ମୋ କଥା କହିବି, ଅବଭିୟସ୍ଲି ଡେଫିନେଟଲି ମୋର ବି ବହୁତ ଇଚ୍ଛା ସେମାନଙ୍କ ସହିତ କାମ କରିବାକୁ। ବଟ୍ ସିଏ ଅନୁଭବ ସାର୍ ଆଣ୍ଡ ବାବୁସାନ୍ ସାର୍ଙ୍କ ସହିତ ଯଦି ମୁଁ କାମ କରିବି ଆଜ୍ ଏ ହିରୋଇନ୍, ତ ସେ ଜାଗାଟାକୁ ଯିବାକୁ ଗଲେ ମୋତେ ଲାଗୁଛି ମୋତେ ଆହୁରି ବି ବହୁତ ଷ୍ଟ୍ରଗଲ୍ ଦରକାର, ବହୁତ କଷ୍ଟ ଦରକାର, ତାପରେ ଯାଇକିନା ମୁଁ ସେମାନଙ୍କ ସହିତ କରିପାରିବି। ଅନୁଭବ ରହିବେ ନା ବାବୁସାନ୍ ରହିବେ? ଦୁଇ ଜଣଙ୍କ ତ ମୁଁ ଯେତିକି ଜାଣିଛି ଭୁବନେଶ୍ୱରରେ ଦୁଇ ଜଣଙ୍କର ସେମ୍। ତ ଯାହା ସହିତ ବି ଆମ ବେଙ୍ଗଲ କଥା ଯଦି ମୁଁ କହିବି, ତ ଅନୁଭବ ସାର୍ ଟିକେ ଫେମସ୍। ବେଙ୍ଗଲରେ ଅନୁଭବ ମହାନ୍ତି, ବେଙ୍ଗଲୀରେ ଅଧିକ ଅନୁଭବ ମହାନ୍ତିର ଫିଲ୍ମ ଦେଖନ୍ତି। ଆପଣ ଓଡ଼ିଆକୁ ଭଲ ପାଆନ୍ତି? ଅବଭିୟସ୍ଲି ଡେଫିନେଟଲି ଭଲ ପାଏ, ସେଇଥିପାଇଁ ତ ଭୁବନେଶ୍ୱରରେ। ଆଚ୍ଛା, ଗୋଟେ ଜିନିଷ ଆଜି କ୍ଲାରିଫାଏଡ୍ କରନ୍ତୁ। ମଝିରେ ରସଗୋଲାକୁ ନେଇ ପ୍ରଶ୍ନ ଉଠୁଥିଲା, ରସଗୋଲା କାହାର, ଓଡ଼ିଆର ନା ବଙ୍ଗାଳୀର? ଏଇ କ୍ୱେଶ୍ଚନ୍ ଛାଡ଼ିକି ଆଉ କିଛି କ୍ୱେଶ୍ଚନ୍, ମାନେ ମୁଁ ଯୋଉ ଜାଗାରେ ବି ଯାଉଛି ସବୁବେଳେ ଏଇ କ୍ୱେଶ୍ଚନ୍ କି ଟିକେ କ୍ଲାରିଫାଏଡ୍ କରନ୍ତୁ। ଯେହେତୁ ଆପଣ ଓଡ଼ିଆରେ ଭଲ ପାଆନ୍ତି, ଓଡ଼ିଆ ଫିଲ୍ମ କରୁଛନ୍ତି, ଆପଣ ମୋତେ ମିଠାଇ ପସନ୍ଦ ନୁହଁ। ତଥାପି ରସଗୋଲା କାହାର, ଓଡ଼ିଶାର ନା ବଙ୍ଗାଳୀର, ମାନେ ବେଙ୍ଗଲର? ଦୁଇ ଜଣଙ୍କର, ବେଙ୍ଗଲୀ କାଲକାଟା ଦୁଇ ଜଣଙ୍କର ରସଗୋଲା। ଫାଷ୍ଟ କାହାର? ଦୁଇ ଜଣଙ୍କର। ଆପଣ ମାନେ ନମ୍ରତା କହୁନାହାନ୍ତି, ସତରେ ବାସ୍ତବିକ କୁହନ୍ତୁ, କାରଣ ଆଗରୁ ବହୁତ ଅଭିନେତ୍ରୀ କହିଛନ୍ତି ରସଗୋଲା କାହାର। ରଚନା ମ୍ୟାମ୍ ମୋତେ କହିଛନ୍ତି, ଝିଲିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଆପଣଙ୍କ ମତରେ ରସଗୋଲା କାଲକାଟା। କାଲକାଟା ଓଡ଼ିଶାର ବି, ବଟ୍ କାଲକାଟାର ବି। ଜଗନ୍ନାଥ କାହାର? ଜଗନ୍ନାଥ କାହାର ନୁହଁ, ଜଗନ୍ନାଥ ସମସ୍ତଙ୍କର, ନା ବେଙ୍ଗଲୀ ନା ଓଡ଼ିଆ। ବଟ୍ ବେସିକାଲି ସେଇ ପୁରୀରେ ଜଗନ୍ନାଥ ମନ୍ଦିର ଅଛି, ବଟ୍ ଜଗନ୍ନାଥ ସମସ୍ତଙ୍କର। ଏଇ କ୍ୱେଶ୍ଚନଟା ଦୀଘାରେ ସେଇଟା ଆମେ ମନ୍ଦିର କୁହାଯିବି। ଏଇଟା ମୁଁ ବେଙ୍ଗଲୀ ହେଇକିରି ବି ଆମ ଦୀଘାରେ ହେଲେ ବି ମୁଁ ଏଇଟାରେ ଇଏ କରିବି କି ମୁଁ ନିଜେ ଯେଉଁଟା ମାନେ କି ଜଗନ୍ନାଥ ଯୁଆଡ଼େ ଅଛନ୍ତି ସେଇଟା ପୁରୀ, ଦୀଘାଟା ସେଇଟା ଆମେ ମନ୍ଦିର ହିସାବରେ କି ଆମେ ବାସ୍ ବୁଲାବୁଲି ପାଇଁ ଯାଇଛୁ, ଟିକେ ମନ୍ଦିର ଦରକାର, ଠିକ୍ ଅଛି, ବଟ୍ ଷ୍ଟେବଲ୍ ପୁରୀ ଜଗନ୍ନାଥ। ଏତେ ସୁନ୍ଦର ଅଭିନେତ୍ରୀ କେମିତି କ'ଣ ମାଓବାଦୀ ଚରିତ୍ର କଲେ ଆପଣ? ସେଇଟା କ୍ୟାରେକ୍ଟର ନିହାତି କରିବାକୁ ପଡ଼ିବ। କେମିତି କ'ଣ ଆଉଟପୁଟ୍ ଦେଇଛନ୍ତି? 100% ଦେଇଛି। ମନକୁ ସାଟିସ୍ଫ୍ୟାକ୍ସନ୍ ମିଳିଛି, ମାନେ ମୋତେ କେବେ ବି ନିଜର ଆକ୍ଟିଂ ନିଜକୁ ଭଲ ଲାଗେନି। ଷ୍ଟିଲ୍ ଏବେ ବି ମୁଁ ଯେତେବେଳେ ଟ୍ରେଲର ଦେଖିଲି, ମୋତେ ନିଜ ଆକ୍ଟିଂଟା ନିଜକୁ ପସନ୍ଦ ଆସିଲାନି। ବଟ୍ ଠିକ୍ ଅଛି, ଆଗକୁ ଚେଷ୍ଟା କରିବି ଆହୁରି ବେଟର୍ କରିବା, ଆଶା ରଖୁଛି।